ରାସନ କାର୍ଡ ଧାରକଙ୍କ ପାଇଁ ଆସିଲା ଏକ ବଡ ଖବର। ତ ଦେଖନ୍ତୁ ଯାହାକି ବନ୍ଦ ହୋଇଯିବ ରାସନ କାର୍ଡ। ତ ଦେଖନ୍ତୁ କଣ ଅପଡେଟ ରହିଛି, କଣ ପାଇଁ ବନ୍ଦ ହବ, ଆପଣ ମାନେ ଭିଡିଓରେ ଜାଣିପାରିବେ। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଫୁଲ ଷ୍ଟେପ ବାଇ ଷ୍ଟେପ। ତ ଦେଖନ୍ତୁ ଓଡିଶାର ରାସନ କାର୍ଡ ଧାରକ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଯଦି ଆପଣଙ୍କ ମାଗଣା ଚାଉଳ ଓ ଗହମ ପାଇବାକୁ ଚାହୁଁଛନ୍ତି, ଇକେୱାଇସି ପ୍ରକ୍ରିୟା ସମାପ୍ତ କରିବା ଜରୁରୀ। 5 ବର୍ଷରୁ ଅଧିକ ବୟସର ସମସ୍ତ ଲୋକଙ୍କର କେୱାଇସି କରିବା ଜରୁରୀ। ଯଦି ଏହା କରାଯାଏ ନାହିଁ, ତେବେ ରାସନ କାର୍ଡ ବନ୍ଦ ହୋଇଯିବ ଏବଂ ମାଗଣା ରାସନର ସୁବିଧା ମଧ୍ୟ ଉପଲବ୍ଧ ହେବ ନାହିଁ। ଏଥିପାଇଁ ପ୍ରଥମେ 30 ଜୁନ ଶେଷ ତାରିଖ ସ୍ଥିର କରାଯାଇଥିଲା, ଯାହାକୁ ପରେ 31 ଅଗଷ୍ଟ କରାଯାଇଥିଲା। ଲୋକଙ୍କୁ ଇକେୱାଇସି ପାଇଁ 3 ମାସ ସମୟ ଦିଆଯାଇଛି। ଯଦି ଏହି ସମୟ ମଧ୍ୟରେ କେୱାଇସି କରାଯାଏ ନାହିଁ, ତେବେ ରାସନ କାର୍ଡ ବନ୍ଦ ହୋଇଯିବ। ଅନ୍ତତଃ ରାସନ କାର୍ଡ ଧାରୀଙ୍କ ପାଇଁ ସ୍ପଷ୍ଟ କରାଯାଇଛି ଯେ ଯଦି କାର୍ଡର ଗୋଟିଏ ୟୁନିଟର ଇକେୱାଇସି କରାଯାଇଛି, ତେବେ ସେମାନଙ୍କ 35 କିଲୋଗ୍ରାମ ଖାଦ୍ୟଶସ୍ୟ ପାଇବେ। ତ ଦେଖନ୍ତୁ ଯଦି ଆପଣମାନେ ଇକେୱାଇସି କରିନାହାନ୍ତି, ତାହେଲେ ଖୁବ୍ ଶୀଘ୍ର ଆପଣମାନେ ଇକେୱାଇସି କରିନିଅନ୍ତୁ।